এই যে ভিডিওটা মু আপন দেখেবা পাই চাହୁଛି ପାରଳାଖେମୁଣ୍ଡି ଏରିଆର ଏ ଘଟଣାଟା ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଭିଡିଓଟାକୁ ଦେଖେଇବି। ଆପଣମାନେ ନିଶ୍ଚୟ ମୋର ଭିଡିଓର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲାଗି ରହିବେ ବୋଲି ମୁଁ ଅନୁରୋଧ କରୁଛି। ମୁଁ ଫିରୋଜ କୁମାର ମାଳି, ଆପଣମାନେ ଦେଖୁଛନ୍ତି ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଫିରୋଜ ଟିକ୍ ଆଣ୍ଡ ଟେକ୍ ରେ। ତ ଏଇ ଯୋ ଅନ୍ୟାୟ ଯୋଉ ଘରେ ସେମାନେ କୁଡିଆ କରି ଦୀର୍ଘ ବର୍ଷ ଧରି ସେମାନେ ରହୁଥିଲେ, କିନ୍ତୁ ଏବେ ଏବେ କୁଆଡୁ ଆସିଛନ୍ତି ଲୋକମାନେ ଆଉ ସେମାନେ କଣ କରୁଛନ୍ତି, ଯୋଉଠାରେ କି ଲୋକମାନେ ସେଠି ବାସ କରୁଥିଲେ ଗୋଟେ କୁଡିଆ କରି। ମୁଁ ଭଲ ଭାବରେ ଜାଣିଛି ସେ ବିଷୟରେ ଯେ ସେଟା ଗୋଟେ ଜଙ୍ଗଲ ଏରିଆ ଥିଲା। ପାରଳାଖେମୁଣ୍ଡି ଯଦି ଆପଣ ମାନେ କେବେ ଯାଇଥିବେ ତ ନିଶ୍ଚୟ ଦେଖିଥିବେ ଫରେଷ୍ଟ ଡିପାର୍ଟମେଣ୍ଟ ମାନେ ଫରେଷ୍ଟ ଆଉ ସେଟାକୁ ଫରେଷ୍ଟ ଛକ ବୋଲି କହୁଛନ୍ତି। ସେ ଫରେଷ୍ଟ ଛକ ପାଖାପାଖିରେ ସେଇ ଗୋଟେ ଜାଗାଟା, ଯୋଉ ଜାଗାଟା କି କେବଳ ଗୋଟେ ଜଙ୍ଗଲ ଭଳିଆ ଜାଗା ଥିଲା, ସେଇ ଜାଗାରେ ସେମାନେ ଯାଇ ଦୀର୍ଘ ବର୍ଷ ଧରି ସେଠି ରହୁଥିଲେ। ଆଉ ସେଠି ରହିଥିଲେ, କିନ୍ତୁ ଏବେ ହଠାତ୍ କଣ କିଛି ଲୋକମାନେ ଯାଇ ସେମାନେ ରହୁଥିବା ଘରେ ଯାଇକି ବିଭିନ୍ନ ପ୍ରକାର ଫଟୋ ଗୁଡାକ ରଖି ସେଠି ସେମାନେ ପୂଜା ବେଦୀ ଆରମ୍ଭ କରିଛନ୍ତି। କିନ୍ତୁ ଆଗରୁ ଯୋଉମାନେ ଥିଲେ ସେମାନେ ଖ୍ରୀଷ୍ଟିଆନ। ମୁଁ ଖ୍ରୀଷ୍ଟିଆନ ହିନ୍ଦୁ ସେଗୁଡାକ ମୁଁ କହୁନି, ଆପଣମାନଙ୍କୁ ସେ ଭିଡିଓଟା ଦେଖେଇବି। ପ୍ରଥମେ ଆପଣ ସେ ଭିଡିଓଟାକୁ ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ, ତାପରେ ସେ ବିଷୟରେ ଆମେ ଆଲୋଚନା କରିବା। ତ ଚାଲନ୍ତୁ ପ୍ରଥମେ ଆପଣ ସେ ଭିଡିଓଟାକୁ ଦେଖି ଦିଅନ୍ତୁ। ମୋ ନାଁ ହଉଛି ରମ୍ଭିକା ଗୁରୁ। ଆପଣଙ୍କର କଣ ସମସ୍ୟା ହେଇଛି କୁହନ୍ତୁ? ଆମ ମାନଙ୍କର ସମସ୍ୟା ବୋଲେ ଆଜ୍ଞା ଆସିକି 12-14 ବର୍ଷ ହେଲା ଏଠି ଘର ବାନ୍ଧି ରହିଥିଲୁ। ଆମେ ଗୋଟେ ଦିନ ଦି ଦିନ ବାହାରକୁ ଯାଇ ଆଇଲା ବେଳକୁ ଆମର ଘର ଭାଙ୍ଗା ଭୁଙ୍ଗି କରିକି ଆମ ଘରେ ମନ୍ଦିର ଫଟୋ ଲଗେଇକି ଆମକୁ ଆଇଲେ ଜାଗାକୁ ବସ୍ତିକୁ ଜୀବନରେ ମାରିଦେବୁ, ପୋଡେଇ ଦେବୁ ବୋଲି କହୁଛନ୍ତି। ଆମେ ଅନେକ ଆଶ୍ରା ମଧ୍ୟ ନେଲୁ, ଥାନାରୁ କଲେକ୍ଟର ପାଖକୁ ଗଲୁ, ଏସପି ପାଖକୁ ମଧ୍ୟ ଗଲୁ। ଥାନା ବାଲା କିଛି ଆକ୍ସନ ନେଉନାହାନ୍ତି ଆଜ୍ଞା। ଆମେ ଆସିକି କରବାରୁ ଆଉ ଥରେ ଘର ମାନେ ଭାଙ୍ଗିକି ଆସିବ ଜାଗାକୁ ବୋଲେ ପୋଡେଇକି ମାରିଦେବୁ ବୋଲି କଥା କହୁଛନ୍ତି। ଏ କଥା କହୁଛନ୍ତି ରମେଶ, ଯମୁନା, ଜୟନ୍ତୀ। କିଏ ସେମାନେ? କିଏ ସେମାନେ ଏଇଠି କୋଉ ବସ୍ତିରୁ ଆସିଛନ୍ତି, ଏଇଠି ରହୁଛନ୍ତି। ଏବେ ଏଠି ରହୁଛନ୍ତି। ଆଜି ଯୋଉ ଘର ଭାଙ୍ଗି ଦେଇକି ସେମାନେ ଘର ଯାକ ଚାବି ପକେଇ ଦେଇ କୁଆଡେ ପଳେଇଛନ୍ତି। ତ ଏବେ ବର୍ତ୍ତମାନ ଆପଣ ଘରେ ଏକା ଫଟୋ ଆଣିକି ମହାପୁର ଫଟୋ ଥୋଇକି ଏ ଘର ଯଦି ପଶବ। ଆପଣ କାହାକୁ ବିଶ୍ୱାସ କରନ୍ତି? ଆମେ ଖ୍ରୀଷ୍ଟ ଯୀଶୁକୁ ଆମେ ବିଶ୍ୱାସ କରୁଛୁ। ଖ୍ରୀଷ୍ଟିଆନ ହେଲେ ବି ଆପଣଙ୍କ ଘରେ ଆସିକି ଜବରଦସ୍ତ ଲଗେଇଛନ୍ତି। ଆମେ ଖ୍ରୀଷ୍ଟିଆନ ଲୋକ। ଆପଣ କହିଲେ ନାଇଁ ଆମେ ଏଇଟା ଖ୍ରୀଷ୍ଟିଆନ ଲୋକ, ଆମେ ଏ ପୂଜା କରୁନୁ, କାହିଁ ରଖିଲେ? ଆମେ କହିଲୁ ଆମେ ତ ଘର ବାନ୍ଧି ରହିଛୁ, ଆମେ ତ ଖ୍ରୀଷ୍ଟିଆନ ଲୋକ, ଆମେ ତ ଆର ପୂଜା କରୁନୁ, କାହିଁକି ଆମ ଘରେ ଆଣିକି ବରତକାଳ ଏମିତି ରଖିଛନ୍ତି ବୋଲବାରୁ ତୁମେ କହିବ ବୋଲେ ତୁମକୁ ପୋଡେଇ ପକେଇବୁ ବୋଲି କହିଲେ। ସେ କହିବାଟା ଯମୁନା, ମନି ପୋଡେଇ ଦେବୁ କହିଲେ। ହଁ, ପୋଡେଇ ଦେବୁ କହିଲେ। ଏବେ କଣ ନ୍ୟାୟ ଚାହୁଁଛ? ଏବେ ଆମେ ସରକାର ପାଖରୁ ଆଇନ ଆମେ ଚାହୁଁଛୁ ଆଜ୍ଞା। ଆଇନ ସୁରକ୍ଷାରେ ଆମେ ରହିବା ପାଇଁ ଏଠି ଖାଲି ଖ୍ରୀଷ୍ଟିଆନ ମାନେ ରହିପାରିବେ ନା ଅନ୍ୟମାନେ ରହିବେ ବୋଲି କହୁଥିଲେ? ଖ୍ରୀଷ୍ଟିଆନ ମାନେ ରହିପାରିବେ ନାହିଁ, ଖାଲି ଆମର ହିନ୍ଦୁ ଆଉ ରାଷ୍ଟ୍ରପତି ଅଛି। ଆମର ହିନ୍ଦୁ ହିସାବରେ ଆମେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଏ ଜାଗାରେ ରଖିବୁ ନାହିଁ। ଯଦି ଜବରଦସ୍ତ ଆଇବ ତୁମକୁ ପୋଡିକି ମାରିଦେବୁ, ଏଇ ଧମକ ଦେଉଛନ୍ତି। ତ ଆପଣ ମାନେ ସେ ଭିଡିଓଟା ଦେଖିଲେ, ଆପଣମାନଙ୍କ ମନୋଭାବ କଣ, ମତାମତ କଣ, ଆପଣମାନଙ୍କ ମନରେ କଣ ଆଉ ସୃଷ୍ଟି ହଉଛି ସେ ବିଷୟ ନେଇ ଆପଣଙ୍କର ଭାବନା କଣ, ସେଟା ନିଶ୍ଚୟ ଆପଣ ମାନେ ଜଣେଇବେ। ସେ ହିନ୍ଦୁ ହଉ କିମ୍ବା ଖ୍ରୀଷ୍ଟିଆନ ହଉ, ଯିଏ ଆରମ୍ଭରୁ ଯାଇ ସେମାନେ କାଗଜ ପତ୍ର ଲେଖା ଲେଖି ସେସବୁ କରିକି ସେମାନେ ସେଠି ରହୁଛନ୍ତି। ଦୀର୍ଘ ବର୍ଷ ହେଲା ସେମାନେ ସେଠି ବାସ କରୁଥିଲେ। କିନ୍ତୁ ଏମାନେ କଣ ଏଇ 5 ମାସ ବର୍ଷେ ଏମାନେ ଯାଇକିରି କଣ ସେଠି ସେମାନଙ୍କର ମୂର୍ତ୍ତି ଫଟୋ ଗୁଡାକ ସେଠି ରଖି ସେମାନେ କଣ ମାନେ କଳି କେମିତି ଝଗଡା କରିବା, କେମିତି ଲୋକଙ୍କର ଜାଗାକୁ ହଡପ କରିବା, କେମିତି ଲୋକଙ୍କର ଘର ଦ୍ୱାର ହଡପ କରିବା, ଏଇଟା ମୁଁ ଦେଖିଲେ ଭାବି ପାରୁନି ଯେ କୋଉ ଟାଇପ ପ୍ରକୃତି ଲୋକମାନେ। ମାନେ ଜଣେ ଲୋକ ଯାଇ ଗୋଟେ ଜାଗାରେ ରହୁଛି, ସେ ଘରକୁ ତାଙ୍କୁ ତୋଡି ଦେଇ ମାନେ ରହିବା ପାଇଁ ମାନେ ମନୋଭାବ ସ୍ୱଭାବ ଧରୁଛନ୍ତି। ତ ଆପଣ ମାନଙ୍କର ମନୋଭାବ କଣ ନିଶ୍ଚୟ ଜଣେଇବେ ଯେ ଏଇଟା ଠିକ ପରି ଲାଗୁଛି କି? ଯଦି ଆପଣ ମାନେ ଗୋଟେ ଘରେ ଦୀର୍ଘ ବର୍ଷ ଯାଇକି ଯଦି ଗୋଟେ ଜଙ୍ଗଲରେ ଆପଣ ମାନେ ଆଉ କାଟି କୁରାଡି ନେଇ ସେଟାକୁ ସଫା କରିବେ, ଜଙ୍ଗଲ ସଫା କରି ସେଠି ଆପଣ ମାନେ ଦୀର୍ଘ 4 ବର୍ଷ 5 ବର୍ଷ 8 ବର୍ଷ କାଳ ଆପଣ ସେଇ ଘରେ ଯାଇକି ରହିଥିବେ, ସେଠି ଗୋଟେ କୁଡିଆ କରି ରହିଥିବେ। ହଠାତ୍ ଜଣେ ଲୋକ ଆସିବା ଆଉ ସେଟା ଆପଣଙ୍କର ଘରେ ଯାଇକି ଫଟୋ ମୂର୍ତ୍ତି କଣ କଣ ଟାଙ୍ଗି ଦେଇକି ସେଠି ନଡିଆ କଦଳୀ ଫଟେଇକି ଯାଇ ରହିବ, ତ ଆପଣ ମାନେ କଣ ଭାବିବେ, କଣ ଚିନ୍ତା କରିବେ, ସେଟାକୁ ନେଇ ଆପଣ ମାନଙ୍କୁ କଣ ଷ୍ଟେପ ନେବେ? ଆପଣ ମାନେ ନିଶ୍ଚୟ ଚିନ୍ତା କରନ୍ତୁ ଆଉ କମେଣ୍ଟ ଜଣାନ୍ତୁ ଯେ ଏଇ ମା ଜଣକୁ ନ୍ୟାୟ ମିଳିବା ଦରକାର ନା ନାହିଁ। ଏମିତି କିଛି ପରିବାର ସେଠି ଯାଇକି ଆଗରୁ ଥିଲେ, 5-8 ବର୍ଷ ହେବ ସେମାନେ ଯାଇକି ରହୁଥିଲେ, କିନ୍ତୁ ଏମାନେ ଯାଇ ସେମାନଙ୍କର ମାନେ ବାଧ୍ୟ ମାନେ ଜବରଦସ୍ତି
ଜବରଦସ୍ତ ଦାଖଲ କରୁଛନ୍ତି ଯାଇକି। ମୁଁ ଭଲ ଭାବରେ ଜାଣିଛି ସେମାନେ କେବେଠାରୁ ଯାଇକି ସେଠି ରହିଥିଲେ। ମୁଁ ମଧ୍ୟ ସେ ଜାଗାକୁ କେତେ ଥର ଯାଇ ଦେଖିଛି। ସେମାନେ କେତେ ଜଙ୍ଗଲକୁ ସେମାନେ ସଫା କରିକି ସେଠି ଯାଇକି ସେମାନେ ରହିଛନ୍ତି। କିନ୍ତୁ ଏମାନେ ଯୋଉ ଅଧା ଅଧୁରାରେ ଯାଇକିରି ସତେ ଯେମିତି ଆମର ପଟ୍ଟା ଜମିଟା କିଏ ଜଣେ ମାଡ଼ି ବସିଛି। ଧରି ନିଅନ୍ତୁ ମୋର ଗୋଟେ ଜାଗା ପଟ୍ଟା ଜମିଟା ମୋ ନିଜ ନାଁରେ ରେଜିଷ୍ଟର ହେଇଛି, ପଟ୍ଟା ସବୁ କିଛି କାଗଜ ପତ୍ର ଓକେ ରାଇଟ୍ କରି ମୁଁ ରଖିଛି। ସେଇଠି ଯଦି ଆଉ କିଛି ଲୋକ ଆଗରୁ ଯାଇ ରହିଥିବେ ତେବେ ଯାଇ ମୁଁ କମ୍ପ୍ଲେନ କରି ସେମାନଙ୍କୁ ଉଠେଇଲେ ହେଇଥାନ୍ତା। କିନ୍ତୁ ସେମାନେ ଆଗରୁ ଯାଇକି ସେମାନେ ନିଜେ ସେଇଠି ଗୋଟେ ଯୋଉ ଜାଗାରେ କି ବିଲେଇ କୁକୁର ମଧ୍ୟ ରହୁନଥିଲା ସେଇଠି ଯାଇକି ଏମାନେ ରହିବା ପାଇଁ ବାଧ୍ୟ ହେଲେ। ସେଠି ଯାଇକି ରହିବା ପାଇଁ ସେମାନେ ସୁବିଧା କଲେ, ଦଖଲ କରୁଛନ୍ତି। ଆଉ ଏବେ ସେଇଭଳିଆ ଲୋକକୁ ସେମାନଙ୍କୁ ଘରୁ ତୋଳି ଏମାନେ ନିଜର, ଯଦି ଏଇଟା ଯଦି କୌଣସି ଖ୍ରୀଷ୍ଟିଆନ ଲୋକ ଯାଇ ଯଦି ଏମିତି କାମ କରିବେ ତ ହିନ୍ଦୁ ମାନେ କେମିତି ଚିନ୍ତା କରିବେ, କେମିତି ରିଆକ୍ସନ ହେବେ। କିନ୍ତୁ ଏଇ ଯୋଉ ଜବରଦସ୍ତି, ଏଇ ଯୋଉ ଲୋକକୁ ଡରେଇ ଦେବା, ବାଡେଇବା, ମାରିବା, ଧମକେଇବା, এইগুড়াক কিন্তু ঠিক নাই। ଆଉ ଗୋଟିଏ କଥା ମୁଁ ଶେଷରେ କହି ରଖୁଛି ଯେ ସତ୍ୟର ନିଶ୍ଚୟ ଆଜି ନହେଲେ କାଲି, ହୁଏତ ସମୟ ଟିକେ ବିଳମ୍ବ ହେଇପାରେ କିନ୍ତୁ ସତ୍ୟର ହିଁ ଜୟ ହବ। ଯେ ରାଇଟରେ ଅଛି ସେ ନିଶ୍ଚୟ ସେ ଦିନେ ଦିନେ ସେ ଜିତିବ ହିଁ ଜିତିବ। ତ ଆପଣମାନଙ୍କ ମତାମତ ନିଶ୍ଚୟ କମେଣ୍ଟ ଜଣାଇବେ। ଏପରି ଭିଡିଓ ଦେଖିବା ପାଇଁ ନିଶ୍ଚୟ ମୋ ଭିଡିଓକୁ ଲାଇକ୍ କରିବେ, କମେଣ୍ଟ କରିବା ସହିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବା ଅନୁରୋଧ ରହୁଛି। ସମସ୍ତେ ଭଲରେ ଥାନ୍ତୁ ଆଉ ଖୁସିରେ ଥାନ୍ତୁ। ନମସ୍କାର।